ବର୍ଷା ଲାଗି ରହିଥିଲା ବେଳେ ଓଦା ଧାନକୁ କାଟି ତରବରିଆ ଭାବରେ ସାଇତି ରଖିବା ପାଇଁ ଚାଷୀମାନେ ଅନେକ ଚେଷ୍ଟା କରୁଛନ୍ତି। ଆମ ସହିତ ଆଉ ଜଣେ ଚାଷୀ ଅଛନ୍ତି, ତାଙ୍କ ସହିତ କଥା ହେବା ଯେ ଆପଣଙ୍କର କେତେ ଗୁଳି ଚାଷ କରିଥିଲେ? ଆମର 10 ଏକର ଚାଷ ହେଇଥିଲା। ଆଚ୍ଛା 2 ଏକର କଟା ହେଇଛି ଆଉ 7 ଏକର ବିଲରେ ପଡିଛି। ଆଜ୍ଞା ଆଉ ଏଇ ଯୋଉ ଗଦା ଫଦା ମରା ହେଇଛି ବର୍ତ୍ତମାନ ସବୁ ଭେଦି ଭାଦି ଗଲାଣି। ଆଚ୍ଛା ଭେଦି ଭାଦି ଗଲାଣି ସବୁ। ଆଜ୍ଞା ଆଉ ଏଇନା 7 ଏକର ପଡିଛି ଆମେ ରଖିଛୁ ଆଣିକି 1.5 ଏକର ବଦାଡି ଦେଇଛୁ ଭେଦି ଗଲାଣି ବିଲରେ ଆଉ 7 ଏକର ପଡିଛି ଆଉ। ଏଇ ଯୋଉ ବର୍ତ୍ତମାନ ଆପଣ ପଲିଥିନ୍ ଘୋଡେଇଛନ୍ତି, ଯଦି ବର୍ଷା ହେଲା ତ ଅମଳ ହବ ନା ଏଥିରୁ? ଏଟା ଗଜା ତ ତଳେ ହେଇଗଲାଣି। ଆଚ୍ଛା ତାର କଣ ସବୁ ନାଗିଗଲାଣି, ଗଜା ସବୁ ଫୁଟି ତ ହେଲାଣି। ଆଚ୍ଛା ଦେଖିକି କଣ ହଉଛି ଢଙ୍କା ଢାଙ୍କି କରି ରଖୁଛୁ ଆଉ ଏରকম ସବୁ କାମ ଆଉ। କେମିତି କଣ ଆପଣ ତ ବହୁତ ଦିନ ଚାଷୀ, ଆପଣ କେମିତି କଣ ସବୁ ଧାନ ସାଇତିଛନ୍ତି? ଏଇ ଜରି ଢାଙ୍କିକି ରଖିଛୁ, ଗଜା ହେଇଗଲାଣି। ଆଉ ଅଳ୍ପ ଏଇ ଆଉ ଗଜା ଫୁଟିଗଲାଣି ସବୁ ଏଇ ପାଖେ ପାଖେ ଏଇଆ ହେଇଛି ଆଉ। ଯୋଉ ଆପଣ 7-8 ଏକର ଚାଷ କରୁଥିଲେ, ଏଇ ତ ମାତ୍ର ତ ଗୋଟିଏ ବଦାଡି ମରା ହେଇଛି, ଆଉ ସବୁ ଧାନ ବିଲର କେମିତି ଅମଳ ବୋଲି ଭାବୁଛନ୍ତି? ଗଜା ହେଇଗଲାଣି, କେମିତି ଅମଳ ହବ? ଆଜି ତ ବର୍ଷା ଜାରି ରହିଛି। ବାସ ଅଧେ ଆସିବ ଅଧେ ଆସିବନି, କି ସୁଧୁ ଚାଲିଯିବ, କହି ହଉଛି ନା। ଆପଣ କେତେ ଜଣ ଲାଗିଥିଲେ ପରିବାରର ଚାଷ ପାଇଁ? ଚାଷ ପାଇଁ ତ ଆମେ 8 ଜଣ ଲାଗିଥିଲୁ ଆଉ। ଯଦି ଅମଳ ନହେଲା କଣ କରିବେ? କଣ ସେଇଟା ସରକାର ବୁଝିବ ଆଉ। ନିଶ୍ଚିତ ଭାବରେ ଚାଷୀ କାଟିଥିବା ଧାନକୁ ସାଇତି ରଖିବା ପାଇଁ ଅନେକ ଚେଷ୍ଟା କରୁଛି ଏବଂ ଗୋଟିଏ ପଟରେ ଯୋଉ କଟା ଧାନକୁ ମଧ୍ୟ ସେ ଆଣି ନିଜ ବାଡିରେ ରଖୁଛି। ତେବେ ବାଡିରେ ଯୋଉ ଧାନ ରଖାଯାଇଛି କେମିତି କଣ ସାଇତି ରଖୁଛନ୍ତି? ବହୁତ କଷ୍ଟ ହଉଛି। ଏଇଭଳିଆ ହେଲେ ଆମେ କେମିତି ସୁସାଇଡ କରିବାଟା ଫାଇନାଲ। ଯଦି ଆମେ 10 ଏକର ଭଳିଆ ଜମି ଚାଷ କରି 2 ଏକର ଉଠେଇଛୁ, 7 ଏକର ବାହାରେ ପଡିଛି। ସେଗୁଡିକୁ ତ ଅମଳ କରିବା ପାଇଁ ଲୋକ ଅବିକା ବାହାରୁନାହାନ୍ତି। ଯିଏ ବି ଯେତିକି ବି ଆସୁଛନ୍ତି ସେମାନଙ୍କର ମଜୁରୀ ଆମେ ଦେଇପାରୁନୁ। ତାପରେ ଯାହା ହେଇଥିଲା ହେଇଥିଲା, ଦାନା ତ ଯାହା ନେଇଯାଇଥିଲା। ତାପରେ ଏଇ ଯୋଉ ବର୍ଷା ଅଧିକ ମାନେ ଗଜା ହେଇଗଲାଣି, ଯୋଉଟା କି ମାନେ କହିପାରୁନୁ ଆମେ। ଦୁଃଖର ବିଷୟ, ଯଦି ସରକାର ଆମ କଥା ଗ୍ରହଣ କରନ୍ତା, ଆମେ ସରକାର ପାଖରେ ଚିରଋଣୀ ରୁହନ୍ତୁ, ଆମ ପାଇଁ କିଛି ବ୍ୟବସ୍ଥା କରନ୍ତୁ। ନହେଲେ ଚାଷୀ କରିଥିଲୁ, ଲୋନ କରିଛୁ, ସୋସାଇଟିରେ ଲୋନ ହେଇଛି ଆମର। ପାଖାପାଖି 2 ଲକ୍ଷ ଟଙ୍କା ଭଳିଆ ଲୋନ କରିଛି। ଅମଳ ଲାଭ ଆସିବନି, ଏଥର ଲସ୍ ହେଇଯିବ। କାହିଁକି ନା ଆପଣ ମନ ଦୁଃଖ ହଉନି? ସରକାର ଏଥିରେ 3100 ଟଙ୍କା MSP କରୁଥିଲେ, ବହୁତ ଲାଭ ହେଇଥାନ୍ତା ବୋଲି। MSP 3100 ଟଙ୍କା, ଧାନ ତ ନାହିଁ 3100 ଟଙ୍କାରେ ବିକିବୁ କୋଉଠୁ? ଧାନ ସିନା ବିକିଲେ ଆମେ ପାଇବୁ, ଧାନ ତ ସବୁ ଗଜା ହେଇଗଲା। ଆହୁରି ବହୁତ, ମାନେ ମୁଁ ଏକଲା ନୁହେଁ, ଆହୁରି 70% ଚାଷୀ ରହିଛନ୍ତି ବାହାରେ, ଧାନ ଉଠେଇ ପାଇଲେନି। କେମିତି କଣ କରିବୁ? ନିଶ୍ଚିତ ଭାବରେ ଚାଷୀ ହତୋତ୍ସାହିତ ହୋଇପଡୁଛି, କାହିଁକିନା ସେମାନେ ଅନେକ ଆଶା ବାନ୍ଧିଥିଲେ। ସରକାର ଏଇଥର ଧାନର MSP ମୂଲ୍ୟ 3100 ଟଙ୍କା ରଖିଥିଲା ବେଳେ ଅନେକ ଲାଭବାନ ହବ ବୋଲି ଲାଗିଥିଲେ, କିନ୍ତୁ ଯେହେତୁ ତିନି ଥର ଏଥର ପ୍ରକୃତିର ପ୍ରହାର ଚାଷୀ ଉପରେ ପଡୁଛି, ତ ନିଶ୍ଚିତ ଭାବରେ ଚାଷୀ କୋଉଠି ନା କୋଉଠି ହତୋତ୍ସାହିତ ହୋଇପଡୁଛି। ତ ଅପେକ୍ଷା କରୁଛି ଆସନ୍ତାକାଲି ପାଗ ବଦଳେ। ବର୍ଷା ଲାଗି ରହିଥିବା ବେଳେ କିଏ କାଟୁଛି, କିଏ ବାନ୍ଧୁଛି, କିଏ ଢାଙ୍କିକି ରଖୁଛି। ସମସ୍ତେ ଚେଷ୍ଟା କରୁଛନ୍ତି ଯେତେ ଅମଳକ୍ଷମ ହେଇପାରୁଛି ସେମାନେ ଅମଳ କରିବେ ଏବଂ ନିଜର ବର୍ଷକର ପରିଶ୍ରମକୁ କିପରି ସାଇତି ରଖିବେ। ତେବେ ତାଙ୍କର ଚେଷ୍ଟା କି ରୂପରେଖ ନେଉଛି। ଆଗାମୀ କାଲି ଯଦି ପାଗ ଭଲ ରୁହେ, ନିଶ୍ଚିତ ଭାବରେ ଏଥିରୁ ସୁଫଳ ପାଇପାରିବେ ଏବଂ ସେଥିରୁ କିଛି ଅମଳକ୍ଷମ ହୋଇପାରିବ ବୋଲି ଚାଷୀମାନେ ଆଶା ବାନ୍ଧିଛନ୍ତି। ଭଦ୍ରକ ଚରମ୍ପାରୁ ପାର୍ଥ ସାତନାୟକ, OTV।